ଓକେ। କାର୍ତ୍ତିକ ସାହୁ ଆସ। ଦି ତିନି ମିନିଟ୍ ଖାଲି ଏକ୍ସପିରିଏନ୍ସ କହିବା ତାପରେ ଯିବା। ହୁଁ। ପ୍ରଣାମ ଗୁରୁଜୀ। ହୁଁ। ନମସ୍କାର କୁହ। ଆକ୍ଚୁଆଲି ବହୁତ ବଢିଆ ଲାଗିଲା। ଆଉ ହୁଁ ବହୁତ ମୋର ଆକ୍ଚୁଆଲି ମାଇଣ୍ଡ ଟା ଇମୋସନାଲ ମାଇଣ୍ଡ ମୋର ବହୁତ ସବୁବେଳେ ପାଇଁ। ହୁଁ ହୁଁ ହୁଁ। ଆଉ ମୁଁ ବେଶୀ ଅତିରିକ୍ତ ଯେତେ ଦୁନିଆରେ ଭଲ ପାଏ ମୋ ମା କୁ ବୋଉ କୁ ବୁଝିଲେ ଆଚ୍ଛା ନା। ଆଚ୍ଛା ନିଜ ଆମର ସ୍ତ୍ରୀ କି ବି ନାହିଁ। ମୋ ସ୍ତ୍ରୀ କି ବି ବହୁତ ଭଲ ପାଏ, କିନ୍ତୁ ମୋ ସେଇଥିପାଇଁ ମୋ ସ୍ତ୍ରୀ ର ମୋର ମୋ ମା ପାଇଁ ଝଗଡା ହେଇଛି। ଦି ତିନି ସିଏ ବି କିଛି କହେନି, ସେମିତି ଯଦି ଟାଣିକି ପଦେ କହିଦବ ମୋ ସାମ୍ନାରେ କେହି ବି ଆମ ଫ୍ୟାମିଲିରେ ଜଣେ କହିଦବ ଟାଣିକି, ମୋର ପୁରା ରାଗ ପ୍ରବଳ ଜୋର ଆସିଯାଏ। ହୁଁ ହୁଁ ବୁଝିଲ? ହୁଁ ଆଉ ମୁଁ ବି ମୋର ଦେନ 15 ଇୟର୍ସ ହେଇଗଲାଣି ମ୍ୟାରେଜ। ହୁଁ ହୁଁ ହୁଁ। ଆଉ ସେଥିପାଇଁ ମୋ ସ୍ତ୍ରୀ ବି ମୁଁ ଯେତିକି ଭାବୁଛି ମୋ ସ୍ତ୍ରୀ ଭଳିଆ ବି ଲୋକ ନାହାନ୍ତି। ମୋ ଆଚ୍ଛା ମନ ଆରେ ଭିତରେ ବା ମୁଁ ଜାଣିଛି ଭେରି ଗୁଡ୍। ଏତେ ସୁନ୍ଦର ସ୍ତ୍ରୀ ମୁଁ ପାଇଛି, ହୁଁ ମୁଁ ହୁଁ ନିଜକୁ ଆତ୍ମଗର୍ବ କରେ। କାହିଁକି ନା ମୋର ଯେତେବେଳେ ପଇସା ବି ପ୍ରବଳ ବି ପଇସା ମାନେ ହରି ବସି ମାନେ ମୋ ପାଖରେ କୋଟି କୋଟି ଟଙ୍କା ହେଇଯାଇଥିଲା ବି, ଏଇ ଯୋଉ ଅନଲାଇନ ହେଇଯାଇଥିଲା ପୁରା ହୁଁ ଏମିତି ହେଇଯାଇଛି ଯେ କି ମୋ ତାର ଚେନ୍ ସୁନା ଚେନ୍ ପାଖରୁ ନେଇକି ସବୁ କିମିତି ସବୁ ବନ୍ଧା ପକେଇ ଦେଇଛି। ହୁଁ ହୁଁ। ବୁଝିଲେ ନା, କିଛି ନାହିଁ ମୋ ପାଖରେ ଏଲ ଆଇ ସି ପଇସା ବି ମୁଁ ଇଏ ପୁରା ଆପାର ବହୁତ ଇଏ ହଉ ହେଇଛି। ହଉ ଠିକ ଅଛି ଠିକ ଅଛି। ଆଉ ତ ଏବେ ଆମକୁ ମୌକା ମିଳିଲା। ହଁ। କଲେ ଦେଖିବେ ଏବେ ଆମ ଜୀବନରେ ବହୁତ ବଡ ଲମ୍ବା ପରିବର୍ତ୍ତନ ଆସିବ ପକ୍କା ଆସିବ। ହୁଁ। ଆଜ୍ଞା ଆଜ୍ଞା। ଓକେ, ଚलो। ଚନ୍ଦନ ଦାସ ଆସନ୍ତୁ, ଫଟାଫଟ ଆସନ୍ତୁ। କଥାବାର୍ତ୍ତା ହେବା। ଏମିତିରେ ଆଜି ରବିବାର ଅଛି। ହୁଁ, ଆରାମସେ ଯିବା। କୁହନ୍ତୁ। ପ୍ରଣାମ। ହୁଁ। ନମସ୍କାର କୁହନ୍ତୁ। ବହୁତ ଏକ୍ସପିରିଏନ୍ସ ଥିଲା ଏଠି, ବହୁତ 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 ଧନ୍ୟବାଦ। ମାନେ ଭୁଲ ବାପା ମା ଯେତେ କଥାବାର୍ତ୍ତା କରିଛି ବହୁତ ଦୁଃଖ ଭୁଲ। ୟେସ୍ ୟେସ୍ ୟେସ୍। ଠିକ ଅଛି ଠିକ ଅଛି, କିଛି ଅସୁବିଧା ନାହିଁ। ହୁଁ, କ୍ଷମା କରିଦେଲେ ମାଗିଦେଲେ ତାପରେ ଆଉ ଆଉ ଗୋଟେ ମୁଁ କହିଲି ମୋର ଯୋଉ ଅନ୍ତରାତ୍ମାକୁ ଦେଖିଲି ବୁଝି, ହ୍ୟାଲୋ, ହଁ କୁହନ୍ତୁ। ମୁଁ କହିଲି ଅନ୍ତରାତ୍ମାକୁ ଯୋଉ ଦେଖିଲି ମୋ ଅନ୍ତରାତ୍ମା ଦେଖୁଛି, ପୁଣି ଏଞ୍ଜେଲ ଗୁରା ଖାଲି ଆସୁଛନ୍ତି ଚାରିପଟେ ବୁଲୁଛନ୍ତି। ତେଣୁ ତା ଉପରେ ଆଉ ବେଶୀ ଡିପକୁ ଯିବାନି। ଆମ ସହିତ କିଛି ବି ହେଇପାରେ। ଅନ୍ତରାତ୍ମା ଯଦି ଆଜ୍ଞା କ୍ଲିଅର ଆଜ୍ଞା ହେଲାଣି, ତାହେଲେ ଆମେ ଯାହା ସହିତ ଇମୋସନ ଅଛି କିଛି ବି ଆଜ୍ଞା ଆସୁ ତେଣୁ ତାପରେ ଆମକୁ ଯିବାନି। ହୁଁ। ଆଜ୍ଞା। ଚାଲ। ପଦ୍ମଲୋଚନ ସାର୍ ଆସନ୍ତୁ। ଗୁରୁଜୀ ନମସ୍କାର। ନମସ୍କାର କୁହନ୍ତୁ। ମୋ ଜୀବନରେ ତିନି ଜଣ ବହୁତ ସାହାଯ୍ୟ ସହାନୁଭୂତି କରିକି ମୁଁ ଆଜି ଏତେ ପର୍ଯ୍ୟନ୍ତ ପହଞ୍ଚିଛି। ୟେସ୍ ଆଉ ୟେସ୍। ଚତୁର୍ଥ ବ୍ୟକ୍ତି ଆପଣ ମତେ ଆଜି ବହୁତ ଭଲ ଦର୍ଶନ ଦେଲେ। ମୋ ଜୀବନରେ କେବେ ହାର ମାନି ନଥିଲି। କିମ୍ବା କାହାକୁ କ୍ଷମା ମାଗିନଥିଲି, ଆଜି ଇଏ କଲି ଆଚ୍ଛା କ୍ଷମା ହଉ। ମାଗିଲି। ରିଲାକ୍ସ ରିଲାକ୍ସ ଓକେ। ଦେଖନ୍ତୁ ମୋ ସମୟ ପାଖରେ ମାସିକ ମୋର ଇନକମ 2 ଲକ୍ଷରୁ ଅଧିକ, ତଥାପି ମତେ ଶାନ୍ତିରେ ଟିକେ ରହିବାକୁ ମିଳୁନି। କିନ୍ତୁ ଆପଣ ଆଜି ମତେ ନୂଆ ଜୀବନ ଇଏ କରିକି ଦେଲେ। ଆଉ ମୋ ଉପରେ ଯିଏ ବି କିଛି କହେ ମୋ ବହୁତ ମୁଣ୍ଡଟା ରାଗରେ ଆସେ। ଯିଏ ବି ହଉ ମୁଁ ତାକୁ ଇଏ ରାଗି ନା ନା ସେଇଟା ଲାଇଫ ନୁହଁ, ଆମକୁ କୋମଳ ହବାର ଅଛି, ଏକଦମ କୋମଳ ହେଇଯିବାର ଅଛି। ହୁଁ। ତାକୁ ଆମେ ମୋ ବାପା ମୁଁ ଚାକିରି କୁହନ୍ତୁ ବାପା ବାପା ଚାକିରି କଲା ପରେ ସେ ଜଷ୍ଟ 6 ମାସ କେତେ ହଉଛି ମୋ ମାନେ ଇନକମ ରେ ସନ୍ତୁଷ୍ଟ ଥିଲେ, ତାପରେ ସେ ଏକ୍ସପାୟାର କରିଗଲେ। ହୁଁ 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 ମା ହୁଁ ଆଜି ପର୍ଯ୍ୟନ୍ତ ଅଛନ୍ତି। ଆଉ ସାଙ୍ଗରେ ବି ଅଛନ୍ତି, ମା ସାଙ୍ଗରେ ରହିଲେ ସମସ୍ତେ ମା କୁ ରାଗୁଛନ୍ତି। ହୁଁ ହୁଁ। କାହିଁକିନା ତୋର ଦୁଇଟା ପୁଅ, ତୁ ସେଠି ବି ରହ ଏଠି ବି ରହ। ମୁଁ କହିଲି ନା ମୋ ମା ମତେ ଜନ୍ମ ଦେଇଛି, ମତେ ସବୁ ଇଏ କରିଛି। ମୁଁ ହୁଁ। ବଞ୍ଚିଥିବା ପର୍ଯ୍ୟନ୍ତ ସିଏ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ପାଖରେ ରହିବେ। ଭେରି ଗୁଡ୍ ଭେରି ଗୁଡ୍ ଭେରି ଗୁଡ୍। ଏଇଥିପାଇଁ ସ୍ତ୍ରୀଙ୍କ ସହିତ ବେଶୀ ଝଗଡା ହୁଏ। ମ୍ୟାନେଜ କରନ୍ତୁ, ଗୋଟେ ସବୁ ଛୋଟିଆ ମୋଟିଆ ଜିନିଷ ମ୍ୟାନେଜ କରନ୍ତୁ। ସ୍ତ୍ରୀଙ୍କ ସହିତ ଯଦି ଲାଗିବା ତାହେଲେ ଆମେ ବହୁତ ବଡ ସମସ୍ୟାକୁ ସାମ୍ନା କରିବାକୁ ପଡିବ। ଯେ ସେ ମା କୁ ହୁଁ ମାଛି ସବୁ ରାଗେ। ହୁଁ ହୁଁ ଇଭିନ କି ସେ ମାକୁ ବାଡିଆ ପିଟା ବି କରିଛି।
ସେଇଥିପାଇଁ ମତେ ବେଶୀ ଭୁଲ କିନ୍ତୁ ମାଗନ୍ତୁ। ଆଜି ଆପଣ ମତେ ଆଜ୍ଞା ଭୁଲ ମାଗନ୍ତୁ, କିଛି ନାହିଁ। ଆମେ ଅହମ ଭାବ ଯୋଉ ରହିଯାଉଛି, ସେ ଅହମ ଭାବ ପାଇଁ ଆମେ କୋଟି କୋଟି ଟଙ୍କା ରୋଜଗାର କଲେ ବି ସେ କିଛି କାମରେ ନାହିଁ। ସାରାଣ୍ଡର ସାର୍ ହୁଅନ୍ତୁ, ଯୋଉଠି ଦରକାର ସାରାଣ୍ଡର ହୁଅନ୍ତୁ। କୁହନ୍ତୁନି ଯେ ମୁଁ ଏମିତିକା ଲୋକ, ମୁଁ ସେମିତିକା ଲୋକ, ମୁଁ କେବେ କାହାକୁ କ୍ଷମା ମାଗିବିନି, କୁହନ୍ତୁନି। ଭଗବାନ ସ୍ୱୟଂ ଭଗବାନ ବି କ୍ଷମା ମାଗିଛନ୍ତି, ଆଉ ଆମେ କଣ ସାଧାରଣ ବ୍ୟକ୍ତି ପରା। ହୁଁ। ଆଜ୍ଞା ଏଇ ଥଟ୍ ପ୍ରୋସେସକୁ ଟିକେ ଆଜ୍ଞା ଚେଞ୍ଜ କରନ୍ତୁ, ବହୁତ ପରିବର୍ତ୍ତନ ଆସିବ ଜୀବନରେ, ଦେଖିପାରିବେ ବହୁତ ପରିବର୍ତ୍ତନ ଆସିବ। କୁହ ନିରଞ୍ଜନ ସେଠି। ନମସ୍କାର ଗୁରୁଜୀ। ନମସ୍କାର, କୁହନ୍ତୁ। ଆରେ ମୋର ତ ଦିଟା ବାପା ଦିଟା ମମି। ଆଚ୍ଛା। ଭେରି ଗୁଡ୍। କାହିଁକି ନା ମତେ ଯିଏ ଜନ୍ମ ଦେଲା ବାପା ପିଲାଦିନୁ ମତେ ବେମାର ପଇଲାଠୁ 11 ବର୍ଷ ପର୍ଯ୍ୟନ୍ତ ନେଇକି ବୁଲିଅନ୍ତି ଡକ୍ଟର ଦିଅଙ୍କ ଟାକୁ ଏତେ ଯାଚେଙ୍ଗା କରିଅନ୍ତି ମତେ ବଞ୍ଚେଇବା ପାଇଁ। ହୁଁ ମୋ ହୁଁ। ଦ୍ଵିତୀୟ ଭାଇ ଜନ୍ମ ହେଇଥିଲା 11 ବର୍ଷ ପରେ। ଆଚ୍ଛା। ଆଉ ମତେ ମୋ ମଝିଆ ବାପାକୁ ମତେ ପୁଅ କରିକି ଦେଲେ। ମୁଁ 39 ଇୟର୍ସ ବାପାଙ୍କ ପାଖରେ ରହିଲି ଗୁଜୁରାତରେ। ହୁଁ ହୁଁ ଆହୁରି ଦି ଜଣଙ୍କୁ ମୁଁ ବହୁତ ଧନ୍ୟବାଦ ମାନୁଛି। ମୋ ହୁଁ ବାପା ମାଙ୍କୁ। ଖାଲି ମୋ ହୁଁ। ମା ଏବେ ଜୀବିତ ଅଛନ୍ତି, 3 ଜଣ ମତେ ଛାଡିକି ଚାଲିଗଲେ। ଆଚ୍ଛା। ବାକି କେବେ ବି ମୋ ମା ବାପାକୁ ମୁଁ ହର୍ଟ କରିନି। ହୁଁ ହୁଁ। ହର୍ଟ କରିଛି ଯଦି ମୁଁ କ୍ଷମା ମାଗିଛି ସାଙ୍ଗେ ସାଙ୍ଗେ। ଆଚ୍ଛା। ଆଉ ଆଜି ତାଙ୍କରି କୃପାରୁ ଆଜି ଆଜ୍ଞା ମୋ ଫ୍ୟାମିଲିରେ ମୁଁ ଏତେ ପଢା ଲେଖା। ହୁଁ ହୁଁ ହୁଁ। 4ଟା ଭାଇ ଭଉଣୀରେ ମୁଁ ପଢା ଲେଖା ବେଶୀ। ଆଚ୍ଛା। ମତେ ବହୁତ ସେବା କରିଅନ୍ତି, ମତେ ବହୁତ ସପୋର୍ଟ କରିଅନ୍ତି। ଆଚ୍ଛା। ଆହୁରି ମୁଁ ଯାହା କରେ ମୋ ଉପରେ ସମସ୍ତେ ବିଶ୍ଵାସ କରନ୍ତି, କେବେ କହିନାହାନ୍ତି କି ମୋ ପୁଅ ଏଇଟା ଭୁଲ କରୁଛି। ହୁଁ 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 ହୁଁ। ବହୁତ ମୁଁ ଗର୍ବିତ ମୋ ବାପା ମା। ଚଲୋ ବସ ବସ। ଥ୍ୟାଙ୍କ ୟୁ ସାର୍ ଥ୍ୟାଙ୍କ ୟୁ। କାଳନ୍ଦୀ କୁଆଡେ ଗଲ? ତମେ ରହିଯାଉଛ ବସିକି ନାଇଁ, ହ୍ୟାଣ୍ଡ ରାଇଜ କରିପାରୁନ, ମୁଁ ତମକୁ ଦେଖିପାରୁନି। କାଲିର ଭିଡିଓ କେତେବେଳେ ଅପଲୋଡ ହବ? କ୍ଲାସ ସରିଲାରୁ ଆପଣ ଅପଲୋଡ ହେଇଯାଇଥିବ। ହଁ ଦେଖିଦେବେ। ମନୋରଞ୍ଜନ ରଏ ସାର୍ ଆସନ୍ତୁ, କଣ ଆପଣଙ୍କର ଏକ୍ସପିରିଏନ୍ସ ରହିଲା? ଆରେ ମୋର ଆକ୍ଚୁଆଲି ବାପା ମା ମତେ ବହୁତ କଷ୍ଟ କରି ମଣିଷ କରିଛନ୍ତି। ହୁଁ ଆଉ ଏମିତି କି ମୋର ମାଟ୍ରିକ ପରୀକ୍ଷା ବେଳକୁ ଏତେ କଷ୍ଟରେ ଆମେ ଚଳିଥିଲୁ ଯେ ମା ମତେ ଧାର କରି ମତେ ପରୀକ୍ଷା ବି ଦେଇଥିଲେ, ବହୁତ କଷ୍ଟରେ ମତେ ପାଳିଛନ୍ତି। ହୁଁ ଯେତେ ଭାଇ ଭଉଣୀ ଅପେକ୍ଷା ଓକେ 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 ଠିକ ଅଛି, ରିଲାକ୍ସ 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 ରିଲାକ୍ସ। ହଉ ଛାଡ଼ନ୍ତୁ, ଇମୋସନ ହଟାନ୍ତୁ, ଇମୋସନ ହଟାନ୍ତୁ। ବହୁତ ଭଲ ପାଆନ୍ତି, କିନ୍ତୁ ଜୀବନରେ ମୁଁ ତାଙ୍କ ପାଇଁ କିଛି କରିପାରିନି, ଅବଶୋଷ ରହିଗଲା। ଆଉ ବହୁତ କିଛି ଶିଖିଲି ଏ ବିଷୟରେ, ଆପଣଙ୍କୁ ବହୁତ ଶାନ୍ତି ମିଳୁଛି। ଓକେ 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 ଠିକ ଅଛି ଠିକ ଅଛି ଠିକ ଅଛି। ଓକେ ରିଲାକ୍ସ ହୁଅନ୍ତୁ, ରିଲାକ୍ସ ହୁଅନ୍ତୁ। ହଁ ତାକୁ ବେଶୀ ଡିପଲି ଆମେ ନେବାନି। ଆମେ ଆଜି ଆମକୁ ମौका ମିଳିଲା, ଆମେ ତମକୁ କ୍ଷମା ମାଗିଲେ, ବାସ୍ ମାଗିଲେ। ହୁଁ। କିଛି ନାହିଁ, ଆମେ ଯଦି ବା କରିନି ତାଙ୍କ ପାଇଁ ଆମେ ଚାହିଁଥିଲେ, କିନ୍ତୁ ଆମର ଉଦ୍ଦେଶ୍ୟ ତ ଖରାପ ନଥିଲା ନା, ଯେ ମୋ ବାପା ମା ପାଇଁ ମୁଁ କିଛି କରିବା ପାଇଁ ଚାହୁଁନି। କରିବା ପାଇଁ ଚାହୁଁଥିଲେ, କିନ୍ତୁ ଭଗବାନ ଆପଣଙ୍କୁ ସ୍କୋପ ଦେଲେନି କୋଉଠି ନା କୋଉଠି ଆପଣ ସେଇଟା ମିସ୍ କରିଛନ୍ତି। ତାମାନେ ନୁହଁ ଯେ ସେଇଟା ଦୋଷୀ ଆପଣ, ଦୋଷୀ ଆପଣ ନୁହଁ। ବାପା ମା ର କାମ ସେମାନେ ଛୁଆଙ୍କୁ କର୍ତ୍ତବ୍ୟ ଦେବେ। ଆପଣ କଣ ଆପଣ ପିଲାମାନଙ୍କୁ ଛୁଆକୁ କଣ ସେବା କରୁନାହାନ୍ତି, କଷ୍ଟ ତାଙ୍କ ପାଇଁ ସହଯୋଗ କରୁନାହାନ୍ତି, କରୁଛନ୍ତି। ତେଣୁ ତାଙ୍କ ଭାଗ୍ୟରେ କଣ ଅଛି ସେଟା ସେଟା ଡିପେଣ୍ଡ କରୁଛି। ଆମେ ଆମେ ଚାହୁଁଥିଲେ ବାପା ମାଆର ସେବା କରିବା, କରିପାରିଲେନି, କଣ ଅଛି। ହୁଁ ଚଲୋ ରିଲାକ୍ସ।
ଗଜେନ୍ଦ୍ର ଆସନ୍ତୁ। ଗୁରୁଜୀ ପ୍ରଣାମ। ହଁ ନମସ୍କାର, କୁହନ୍ତୁ। କଣ କହିବି ଗୁରୁଜୀ, ଆଉ ବାପାଙ୍କୁ ତ ବହୁତ ଭଲ ପାଏ, କିନ୍ତୁ ମୁଁ ତାଙ୍କୁ ଆଉ ଦର୍ଶନ କରିପାରିଲିନି। ସେ ଯେବେ ଏକ୍ସପାୟାର କଲେ, ମୁଁ ତ ବେଙ୍ଗାଲୋରରେ ଥିଲି, ହୁଁ ହୁଁ। କିନ୍ତୁ ସେ ମତେ ଏତେ ଭଲ ପାଆନ୍ତି ଯେ ସେ ଯୋଉ ଦିନେ ଏକ୍ସପାୟାର କଲେ ତା ପୂର୍ବ ଦିନ ରାତିରେ ସେ ମତେ ସେଠି ଦର୍ଶନ ଦେଇଛନ୍ତି। ଆଚ୍ଛା। ମୁଁ କିନ୍ତୁ ଦେଖିଲି ଯେ, କିନ୍ତୁ ତାଙ୍କୁ ଜାଣି ପାରିଲିନି। ମୁଁ ହଠାତ୍ ଭାବିଲି ହୁଁ ଯେ ବାପା କାହିଁକି ମତେ ଦେଖାଦେଲେ ଏଠି। ହଁ। ତା ପରଦିନ ମୁଁ ଡ୍ୟୁଟିରେ ଥିଲି, ହୁଁ। 8ଟା ବେଳେ ଖବର ପହଞ୍ଚିଲା ଯେ ବାପା ଆଉ ନାହାନ୍ତି। ଆରେ, ହୁଁ ଆଉ ବହୁତ ଦୁର୍ଭାଗ୍ୟ, ଯୋଉଟା କି ସେ ମତେ ଭଲ ପାଉଥିଲେ ବି ହୁଁ ହୁଁ। ଆଉ ମୁଁ ତାଙ୍କ ପାଇଁ କିଛି କରିପାରିଲି ନାହିଁ। ଆଉ ମା ବି ଆଜି ପର୍ଯ୍ୟନ୍ତ ଅଛନ୍ତି, ଭଲ ବି ପାଉଛନ୍ତି, ଆଉ ସବୁ ବାହାରେ ରହୁଛନ୍ତି ଭାଇମାନଙ୍କ ପାଖରେ। ହୁଁ। ଫିର ବି ତାଙ୍କ ସହିତ ଯୋଗାଯୋଗ ରହୁଛି। ଭେରି ଗୁଡ୍। ଆଉ ବାକି ରହିଲା ମୋର ମିସେସ କଥା, ସିଏ ତ ମୋ ପାଇଁ ଯାହା କରିଛନ୍ତି ମୁଁ ତ ସେଇଟା କେବେ ଜୀବନରେ କେବେ ଭୁଲିନି। ଆଉ ମୋର ଏକ୍ସିଡେଣ୍ଟ ବେଳେ ସେ ଯାହା କରିଥିଲେ, ହୁଁ 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 ହୁଁ। ମୁଁ ବି ତାଙ୍କ ପାଇଁ ଆଜି ପର୍ଯ୍ୟନ୍ତ କିଛି କରିପାରିନାହିଁ, ଯୋଉଟା ହଉ, କି ମୋ ମନର ଭାରି ଦୁଃଖ। କାହିଁକି ଦୁଃଖ? ଜୀବନ ଅଛି ପରା, ଦୁଃଖ କରିବାରେ କଣ ଅଛି? ହୁଁ, ତେଣୁ ଦୁଃଖ କରିବାର କିଛି ନାହିଁ। ସମୟ ଅଛି, ଆହୁରି ସମୟ କୁଆଡେ ପଳେଇଲେ କି? ହାତରେ ତ ଅଛି, କରିକି ଦେଖାନ୍ତୁ ନା। ତାଜମହଲ କରିଦେଇଥିଲେ। ଆପଣଙ୍କ ପାଖରେ ସୁଯୋଗ ଅଛି, କର, କିଛି ଅସୁବିଧା ନାହିଁ। ହଁ, ରିଲାକ୍ସ ହୁଅନ୍ତୁ, ମାଇଣ୍ଡକୁ କିଛି ଏତେ ଇମୋସନ ଦିଅନ୍ତୁ ନାହିଁ। ସୁରେନ୍ଦ୍ର ଆସନ୍ତୁ। ସାର୍ ନମସ୍କାର। କୁହନ୍ତୁ। ନମସ୍କାର। ସର୍ବପ୍ରଥମେ ସାର୍ ଆପଣଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି ଯେ ଲାଇଫରେ ଏଇଟା ଗୋଟେ ବଡ ଶିକ୍ଷା ଆପଣ ଦେଲେ। ସବୁବେଳେ ସାର୍ ଜୀବନରେ ହଉଛନ୍ତି ଗୁରୁ, ବାପା ମା ଏବଂ ଲାଇଫ ପାର୍ଟନର ହଉଛନ୍ତି ଜୀବନରେ ସବୁଠୁ ବହୁତ ଇମ୍ପୋର୍ଟାନ୍ସ। ଆମେ ସାର୍ ବିଭିନ୍ନ ପ୍ରକାର ଅନ୍ୟାୟ ଅତ୍ୟାଚାର କରୁଛୁ, ବିଭିନ୍ନ କୁଟ କଥା କହୁଛୁ, ସବୁ କହୁଛନ୍ତି, ମନ ଭିତରେ କେବେ ସାର୍ ସେମାନଙ୍କ ପ୍ରତି ଗୋଟେ ନେଇ କ୍ଷମା ମାଗିବା ଏଇ ଜିନିଷଟା ଆସିନଥିଲା। ଲାଇଫ ପାର୍ଟନର ସାର୍ ଆମର ଲାଇଫରେ କେତେ ଜିନିଷ କରନ୍ତି ସାର୍, ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ସବୁ ଜିନିଷ କରନ୍ତି ପୁଅ ମାନେ, ହୁଁ କିନ୍ତୁ ତାଙ୍କ ପ୍ରତି ଗୋଟେ ହଜବେଣ୍ଡ ର କୌଣସି ପ୍ରକାର ଦର୍ଦ ନଥାଏ। ତାକୁ ଟିକେ ନାଇଁ ଏଇଟା ଭୁଲ ହେଲା, ଏଇଟା କାହିଁ ଇଏ କଲ କହିକି ଗୋଟେ ଏକ୍ସକ୍ୟୁଜ ମାଗିବା ପାଇଁ, ସେଇ ଜିନିଷଟା ଆଜି ଗୋଟେ ବଡ ଲାଇଫରେ ଶିଖିଲି ସାର୍। ତେଣୁ ଆପଣଙ୍କଠୁ ବହୁତ ଧନ୍ୟବାଦ ସାର୍। ଆଉ ଜୀବନରେ କେବେ ବି କାହାକୁ ଆମେ କ୍ଷମା ମାଗି ଜାଣିନଥିଲୁ ସାର୍। ଆମେ ନର୍ମାଲି ସରି କହିଦଉଥାଉ। ଇଭେନ ଗୋଟେ ବାପା ମାକୁ ଆମେ କେବେ ତ କେତେ ସାର୍ ଛୋଟରୁ ବଡ କରିଛନ୍ତି, ଗାଳି କରୁଛୁ, ପାଟି କରୁଛୁ, କେତେ ଅନ୍ୟାୟ କରୁଛୁ, ସେମାନଙ୍କୁ ଜୀବନ କେବେ ବି ଥରେ ହେଲେ ହଉ ଭୁଲ ହେଲା କ୍ଷମା କରିଦିଅନ୍ତୁ ଏଇ ୱାର୍ଡ ଟା ପାଟିରୁ କେବେ ବି ବାହାରି ନଥିଲା ସାର୍। ଆଜି ହୁଁ ଆପଣଙ୍କ ପାଇଁ ସାର୍ ଯାହା ହଉ ବଡ ଇଏ ଶିଖେଇଲେ ଯେ ହୁଁ ଆମେ ହୁଁ ଆପଣଙ୍କ ମାଧ୍ୟମରେ ଆମେ ବାପା ମା ହୁଏ ଆମ ଲାଇଫ ପାର୍ଟନର ଗୋଟେ କ୍ଷମା ମାଗି ପାରିଲୁ ସାର୍। ହୁଁ ହୁଁ। ଧନ୍ୟବାଦ ସାର୍। ଚलो, ବହୁତ ସୁନ୍ଦର, ବହୁତ ସୁନ୍ଦର। ବିଜୟ ଆସ। ହୁଁ, ଇୟରଫୋନ ବାହାର କରିଦିଅ, ସାଉଣ୍ଡ ହଉଛି, ଚଟ ଚଟ ସାଉଣ୍ଡ ହଉଛି। ପ୍ରଣାମ। ହୁଁ, ନମସ୍କାର, କୁହନ୍ତୁ। ମୁଁ ବହୁତ ଦୁଃଖିତ ଯାଇକି ବାପାଙ୍କର ତ କଷ୍ଟ କହୁଥିଲେ ଫାଷ୍ଟ 50 ଅପରେସନ ହବ କ୍ୟାନ୍ସର ହେଇଛି। ହୁଁ ହୁଁ ସେ ଡେଥ ହେଇଯାଇଛି ଯେ ମନେ ମୁଁ ମନେ ପକେଇଲା ବେଳକୁ ବାପା ମାଆଙ୍କୁ ଭାଇ ଦୁଃଖ ଲାଗିଲା, ବହୁତ କଷ୍ଟ କରିଥିଲେ ହୁଁ ହୁଁ ହେଲା। ହୁଁ ଆମେ ଅଖିତୃତୀୟା ଅଷ୍ଟମରେ ହୁଏ, ସେଇଦିନ ବାପା ମାଙ୍କୁ ଆମେ ସମସ୍ତେ ଭୋରୁ ମାଗୁ, ସେମାନେ ସବୁ ଆଶୀର୍ବାଦ ଦିଅନ୍ତି। ହୁଁ ଆଉ ଏଇ ସ୍ତ୍ରୀ କ୍ଷେତ୍ରରେ ଆମେ ଯଦି କହ ସବୁଦିନ ହଉଛି, ଯାହାକି କୁହନ୍ତି ମିନର ହଉଛି କୁଳାରେ ପଡେନି। ମୁଁ ବି ବହୁତ ତାକୁ ଇଏ କରେ, ଆଜି ହିଁ ମୁଁ ତାକୁ କ୍ଷମା ମାଗିଲା ସେଇଟା ଗୋଟେ ଗୋଟେ ବଡ ବାପା ମାଙ୍କୁ କରୁଛି କରିବି ପଇସା ପତ୍ର ନାହିଁ ବୋଲି ନେଇ କରିବ। ଦୁଃଖ ଲାଗୁଛି ଭାଇ ମାନେ ସାହାଯ୍ୟ କରୁନାହାନ୍ତି। ମୁଁ କଣ କରିବି, ସେ ଆପଣ ମନେ ପକେଇଲେଣି। ମୁଁ ତ ସବୁ କରୁଛି ତମ ପାଇଁ, ମନ ରହୁଛି କିନ୍ତୁ କିଛି କରିବ ନାହିଁ। ମା ମାଗିଲା ପଇସା ହଉ ହଉ, ରିଲାକ୍ସ 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 ରିଲାକ୍ସ। ରିଲାକ୍ସ, ହଉ, ବେଶୀ ଇମୋସନ ଦିଅନ୍ତୁନି। କଷ୍ଟ ହବ, ପୁଣି ଆଉଥରେ ମନକୁ କଷ୍ଟ ହବ, ସେ ଆପଣଙ୍କୁ ବିଭ୍ରାନ୍ତ କରିବ। ତେଣୁ ଆଜି ଦିନଟା ବହୁତ ପବିତ୍ର ଦିନ ଆପଣଙ୍କ ପାଇଁ। ସାହୁ, ଯେ ସାହୁ।
ସର୍ବପ୍ରଥମେ ସାର୍ ମୁଁ ଆପଣଙ୍କୁ ସାର୍ କ୍ଷମା ମାଗିବି ସାର୍। ମୁଁ ସାର୍ କହି ବହୁତ ଭୁଲ କରିଛି ସାର୍ ଆପଣଙ୍କୁ ସାର୍। ହଉ ହଉ ହେଲା, ଆଉ କାଲି ତ କହିଲେ ଆଉ ତାପରେ ଆଉ ସେଇଟା କାହିଁକି ମନେ ପକେଇବା? ଛୋଟବେଳୁ ସାର୍ ମୋ ବାପାଙ୍କୁ ମୁଁ 5 ବର୍ଷ ହେଇଥିଲି ସାର୍ ମୋ ବାପାକୁ ହରାଇଛି ସାର୍। ହୁଁ ମୋ ହୁଁ ମା ମୋ ଜୀବନର ସବୁଠୁ ବଡ ମେରୁଦଣ୍ଡ ସାର୍। ହୁଁ ହୁଁ ହୁଁ। ଆଉ ମା ଦ୍ୱାରା ସାର୍ ମୁଁ ଆଜି ଏତେ ବାଟ ଆସିଛି। ମୁଁ ଆଜି ସାର୍ ଏତେ ବଡ ଏତେ ଇଏରେ ଅଛି ସାର୍। ମୁଁ ଗୋଟେ ଯୋଉ ବି ଛୋଟ ମୋଟ ଗଭର୍ଣ୍ଣମେଣ୍ଟ ସର୍ଭିସ କରିଛି ସାର୍, କେବଳ ଓକେ ମୋ ମାଆକୁ ଆଶୀର୍ବାଦ ସାର୍। ଓକେ। ଆଉ ସାର୍ ଆପଣଙ୍କ ଆଶୀର୍ବାଦ ଦ୍ୱାରା ସାର୍ ଆଜି ମୁଁ ୟେସ୍। ମୋ ଜୀବନର ରାହା ପାଇଛି ସାର୍। ମୋ ଜୀବନଟା ସାର୍ ମୁଁ ଆଜି ଖୋଲି ଯାଇଛି ସାର୍ ଆପଣଙ୍କ ଆଶୀର୍ବାଦ ସାର୍। ଆଉ ଆପଣଙ୍କୁ ସାର୍ ମତେ କ୍ଷମା କରିବେ ସାର୍। ମୁଁ ଆପଣଙ୍କୁ ଯୋଉ କହିଛି ଭୁଲ କରିଛି ସାର୍ ମତେ କ୍ଷମା କରିବେ ସାର୍। ଛାଡ଼ ଆଉ ଥରେ ରିଲାକ୍ସ ରିଲାକ୍ସ, ସେ ଜିନିଷ କରିବାନି, ହେଇଗଲା ପରା, ମୁଁ ତ ମନେ ରଖିନଥିଲି। ହୁଁ ସାର୍ ଆପଣଙ୍କ ଗୋଡ ଧରି କ୍ଷମା ମାଗିଲି ମୁଁ ସାର୍। ମତେ ଇଏ ହବନି ସାର୍। ହଉ ଠିକ ଅଛି, ରିଲାକ୍ସ ରିଲାକ୍ସ ହେଇଯାଅ। ମୁଁ କେମିତି ସାର୍ ଆଗକୁ ଯିବି ସାର୍? ମତେ ଟିକେ ଆପଣଙ୍କୁ ସାର୍ ଟିକେ ଆଶୀର୍ବାଦ ଦେବେ ସାର୍। ଚାଲ, ସମସ୍ତଙ୍କ ଆଶୀର୍ବାଦ, ବହୁତ ସାରା ଆଶୀର୍ବାଦ ଅଛି। ଆପଣ ଖାଲି ଭଲ ରାସ୍ତାରେ ଯାଆନ୍ତୁ, ଜୀବନକୁ ପରିବର୍ତ୍ତନ କରନ୍ତୁ, ମୌକା ମିଳୁଛି, ହାତ ଛଡା କରନ୍ତୁ, ଚାଲନ୍ତୁ ଚାଲନ୍ତୁ, ରିଲାକ୍ସ ହେଇଯାଆନ୍ତୁ, ପାଣି ଫାଣି ଟିକେ ପିଇ ଦିଅନ୍ତୁ। ହାଡି ବନ୍ଧୁ ସାର୍ ଆସନ୍ତୁ। ଆପଣ କଣ ଚେହେରା ଆଜି ପୁରା ୟଙ୍ଗ ହେଇଯାଇଛନ୍ତି। ଆଜ୍ଞା ନମସ୍କାର। ସାର୍ ମୁଁ ମନରେ ତ ବହୁତ କଥା ଆଗରୁ କାଲି କଥା ବେଳକୁ ଫିଲିଙ୍ଗସ୍ ନେଇଥିଲି ଯେ ମୁଁ ଆପଣ ମେସେଜ ବି କରିଥିଲି ମୋ ଜୀବନରେ କାନ୍ଦି ପାରିନି, ଯଦି ମୁଁ ଆଜି କାନ୍ଦି ପାରିବି ହୁଁ ହୁଁ। ତାହେଲେ ମୁଁ ନିଜକୁ ଧନ୍ୟ ମନେ କରିବି ଯେ ମୋ ଦୁଃଖ ଗଲା। କୁହନ୍ତୁ ଆଜ୍ଞା କଣ ହେଲା ସେ ମୁଁ ମେସେଜ? ଆଜି ମୁଁ ବହୁତ ଫିଲିଙ୍ଗସ୍ ଆଣିଲି, କୋହ ଆସିଛି କିନ୍ତୁ ଆଜ୍ଞା ଆଖିରୁ ଅଳ୍ପ ଟିକେ ଲୁହ ଆସିଛି, କିନ୍ତୁ ଯୋଉ ଚିତ୍କାର କରି କାନ୍ଦିବାକୁ ଚାହିଁଥିଲି କିନ୍ତୁ କାନ୍ଦି ପାରିନି ଆଜ୍ଞା। ୟେସ୍ ୟେସ୍, ହଉ କିଛି ଆଉ ଅସୁବିଧା ବାପାଙ୍କ କଥା ତ ମୁଁ ବାର ବାର ମନେ ପକାଏ, ତାଙ୍କ ଇମୋସନ ମୋ ପାଖରେ ଅଛି। ନାହିଁ। ହୁଁ ବର୍ତ୍ତମାନ 2012 ଠାରୁ ମୋ ବାପା ପୁଣି ଚାଲି ଯାଇଛନ୍ତି। ମୁଁ ନଥିଲି, ଘରେ ନଥିଲି, ମୁଁ ଜୋରନ୍ଦାରେ ଥିଲି। ହୁଁ ହୁଁ ବାପା ସଂଷ୍ଟ୍ରୋକ ଚାଲିଗଲେ। ହୁଁ ହୁଁ ଆଉ ମୁଁ ଶୁଣିକି ଆସିଲା ପରେ, ମାନେ ତୁମେ ନଥିଲା ଅବସ୍ଥାରେ ସାନ ଭାଇକି ନେଇକି ଶବ ସତ୍କାର କରିବାକୁ ବସିଥିଲେ ହଁ 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 ପରିବାର ଲୋକ। ମୁଁ ହୁଁ କହିଲି ଯୋଉଠି ଥାଏ, ଯେତେ ଯାହା ଅସୁବିଧା ହଉ, ମୁଁ ଯେତେ ଟଙ୍କା ପଡୁ ପଛେ ମୁଁ ରାତାରାତି ଗୋଟେ ବିବାହାର ଗାଡି ବରକୁ ଛାଡିଲା, ସେଇ ଗାଡିରେ ରାତି ରାତି ଆସି ଭୋର 6ଟାରେ ପହଞ୍ଚିଲେ। ବାପାଙ୍କ ଶବ ସତ୍କାର ତା ବାସି ସକାଳ 6ଟାରେ ହେଇଥିଲା, ଯୋଉଟା କି ଶ୍ମଶାନ ପାଖରେ ମୋ ଘର ଟିକେ ମୁଁ କରିଛି, ସେଇଠି ଅଛି। ଆଉ ମା ତ ମାନେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କୁ ତ ମୁଁ ବିଭିନ୍ନ କଥାରେ ଖରାପ ଭାବେ, ତାଙ୍କୁ ସଦାବେଳେ ଭାବେ ଯେ ମତେ ମା ମତେ ଅନ୍ତରୁ ଭଲ ପାଆନ୍ତିନି, ଟିକେ ପାତ୍ର ଦେଇ ଭାବେ, କିନ୍ତୁ ମା ର ସ୍ନେହ ଶ୍ରଦ୍ଧା ଭଲ ପାଇବାକୁ ମୁଁ ବୁଝିପାରିନି। କାରଣ ତାର ଶିକ୍ଷା ଦୀକ୍ଷା ଅନୁସାରେ, ତା ଚଳଣି ଅନୁସାରେ ତାର ଅବଦାନ ଯେତିକି, ହୁଁ ମାନେ ଆମେ ମାନେ ତାକୁ ଖରାପ ଭାବିବାଟା ଆମର ଗୋଟେ ଅପରାଧ। ହୁଁ ଆଉ ଆଜି ଏଇଭଳିଆ କେବେ ବି ତ କ୍ଷମା ପ୍ରାର୍ଥନା କରିନୁ କି କାହାକୁ କେବେ ଆମେ ଦୋଷ ସଦାବେଳେ ଦେଇ ଚାଲିଛୁ। ହୁଁ ଆଜି ଆପଣଙ୍କ ମାଧ୍ୟମରେ କ୍ଷମା କରିଥିବା, ମାନେ ଭୁଲ ମାଗିଥିବାରୁ, ହୁଁ। ଆଉ ଆଜି ନିଜକୁ ଧନ୍ୟ ମନେ କରେ, ସହିତ ଆପଣଙ୍କ ପାଖରେ ଆପଣ ଚିର ଋଣୀ ଯେ ଏଭଳି ପ୍ଲାଟଫର୍ମ ଆପଣ ସୁଯୋଗ ପାଇଥିବାରୁ। ଆମେ ଭେରି ଗୁଡ୍ ଭେରି ଆଉ ଗୁଡ୍। ଆଉ ମୋ ସ୍ତ୍ରୀ ପ୍ରତିନିୟତ ଭାଗ୍ୟର କଥା, ଭଗବାନଙ୍କର ଆମେ ସମସ୍ତେ ସଦାବେଳେ ଦୋଷାରୋପ କରୁ, ମଣିଷ ମାତ୍ରେ ଭୁଲ ଅଛି। ହୁଁ ତାଙ୍କର ସେବା ସ୍ନେହ ସଦା ଭଲ ପାଇବା ଅତୁଳନୀୟ, କିନ୍ତୁ ପ୍ରତି ମୁହୂର୍ତ୍ତରେ ତାଙ୍କୁ ତାଚ୍ଛଲ୍ୟ କରେ, ହୁଁ ହୁଁ ତାଙ୍କୁ ଦୋଷାରୋପ କରେ। ଆଉ ଆଜି ମୁଁ ଦେଖିଲି ଯେ ଏସବୁ ଭଗବାନଙ୍କର ଖେଳ, ଭାଗ୍ୟର କଥା। ୟେସ୍ କାହାକୁ ଦୋଷ ଦେବା ନିଜର ଭୁଲ, ୟେସ୍ ଯେତେ ସହନ କରିବାଟା ହିଁ ନିଜର କର୍ତ୍ତବ୍ୟ। ୟେସ୍ ଏଇଟା ହିଁ ମୋ ଅନୁଭୂତି ଆଜି ନେଇ ଆସିଛି। ଭେରି କିନ୍ତୁ ଗୁଡ୍। ଗୋଟେ ବଡ ଦୁଃଖ, ଆଜି ଆଖିରୁ ଲୁହ ଜୋରରେ କାନ୍ଦି ପାରିଲିନି, କି କୋହକୁ ମୋ ସୃଷ୍ଟି ହେଇପାରିଲାନି। ମୁଁ ବହୁତ ଜୋର ଚିତ୍କାର କରି କାନ୍ଦିବାକୁ ଚାହୁଁଥିଲି ଆଜ୍ଞା। ଆଚ୍ଛା ଆଚ୍ଛା, ଆଜ୍ଞା ଠିକ ଅଛି ଠିକ ଅଛି ଠିକ ଅଛି। ଚାଲନ୍ତୁ, ଆପଣ ଯୋଉଟା ଚାହୁଁଥିଲେ କିଛି ତ ହେଲା, କେବେ ଯୋଉଟା ହେଇନଥିଲା କେବେ ଆଜି ତ କଲେ। ପୂର୍ଣ୍ଣଚନ୍ଦ୍ର ଆସନ୍ତୁ। ସାର୍ ନମସ୍କାର। ନମସ୍କାର। ରିଏଲି ମାନେ ଆଜିର ମେଡିଟେସନ ବହୁତ ୟୁନିକ୍ ଥିଲା। ଆଉ ମୋ ପାଇଁ, ମୁଁ କଣ କହି ପୁରା ସ୍ପିଚଲେସ୍। ୟେସ୍ ୟେସ୍। ମାନେ ଭେରି ଗୁଡ୍। ଯୋଉଟା କି ଆଜି ଗୋଟେ ମାନେ ମୁଁ ଅନୁଭବ କଲି, ଆଜି କି 37 ବର୍ଷ ପୂର୍ବେ, 37 years ବ୍ୟାକ୍, ଯୋଉ ପ୍ରକାର ମୁଁ ଯେତେବେଳେ ଚାକିରିରେ ଜଏନ କରିବା ଦିନ, ସେଇ ଦିନଟା ଆଜି ମୋ ମନରେ ବହୁତ ଇଏ ଆସିଲା। ଏଇ 37 ବର୍ଷ ପୁରା ଭୁଲି ଯାଇଥିଲି ମୁଁ। ଆଚ୍ଛା। ଯେତେବେଳେ ମୁଁ ଚାକିରିରେ ଜଏନ କଲି, ମାନେ ମୋ ଫାଦର ବି LIC ରେ ଥିଲେ, ସେ ବି ଅଲ ଓଡିଶା ଟପର ଥିଲେ। ତାଙ୍କ ମୁଣ୍ଡିଆ ମାରିକି ମୁଁ ଆପଏଣ୍ଟମେଣ୍ଟ ମାନେ ଟ୍ରେନିଂ ସେଣ୍ଟର ଜଏନ କରିଥିଲି କଲିକତାରେ। ଆଚ୍ଛା। ଆଉ ଆଜି ମୁଁ ସେତେବେଳେ ବି ପ୍ରମିସ କରିଥିଲି ଯେ ମୁଁ ବି ଗୋଟେ ଅଲ ଇଣ୍ଡିଆ ଟପର ହେବି। ଭେରି କିନ୍ତୁ ଗୁଡ୍। ଏତିକି ଭିତରେ ମୁଁ ପୁରା ପୁରି ଭୁଲି ଯାଇଛି ନିଜକୁ, ଆଚ୍ଛା ଆଚ୍ଛା। କାହିଁକିନା ଏତେ ବ୍ୟସ୍ତତା, ଏତେ ଇଏ।
ମାନେ ଏଇଠି ସବୁ ପ୍ରକାର ମାନେ ସୁଖ ଦୁଃଖ ସବୁ ଆମ ଜବ୍ ରେ ଅଛି। ହଁ ହଁ ଚାର୍ମିଂ ଜବ୍, ହଁ 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 ବହୁତ ଚାର୍ମିଂ ଜବ୍। ହୁଁ, ଆଉ ମୁଁ ବି ସବୁ ଉପରକୁ ଯାଇଛି ତଳକୁ ଖସିଛି, ଉପରକୁ ଯାଇଛି ତଳକୁ ଖସିଛି, ବହୁତ ଉତ୍ଥାନ ପତନ ମୁଁ ଗତି କରିଛି। କିନ୍ତୁ yes, ଅଲ୍ ଇଣ୍ଡିଆ ଟପର ହେଇପାରିନଥିଲି। ମୁଁ ଆପଣଙ୍କୁ ଡେ 3 ରେ ଯୋଉ କହିଥିଲି ହୁଁ, କଥାଳରେ, ହୁଁ, ମୁଁ ରିଏଲି ଆଜି ଅନୁଭବ କରୁଛି। ହୁଁ, ହୁଁ, ଆଉ ଭାବୁଛି ଯେ ଗୋଟେ ମାନେ ମାନେ ଯେକୌଣସି ବଡ ଇଏ ହେଲେ ମାନେ ଆମେ ବାପା ମାଙ୍କର ବିନା ଆଶୀର୍ବାଦରେ କେବେ ହୁଁ, ଇଏ କରିପାରିବେ ନା ନା ନା, ସେଇଟା। ଅସମ୍ଭବ ଅସମ୍ଭବ। ସେ କାହିଁକିନା ତାଙ୍କର ସ୍ନେହ ଶ୍ରଦ୍ଧା ଶୁଭାଶୀର୍ବାଦ ଥିଲେ ଗା ହୁଁ, ମାନେ ଆମେ ଉପରକୁ ଯାଇପାରିବା। ଗ୍ରୋଥ କରିପାରିବା, ଉନ୍ନତି କରିପାରିବା। ଅଦରୱାଇଜ ନଟ୍। ହୁଁ ହୁଁ ବର୍ତ୍ତମାନ ମୋ ବାପା ମା ନାହାନ୍ତି ସତ, ହୁଁ, କିନ୍ତୁ ମାନେ ତାଙ୍କର ବ୍ଲେସିଂ ମୋ ଉପରେ ବର୍ତ୍ତମାନ ବି ରହିଛି ବୋଲିକି ମୁଁ ଅନୁଭବ କରେ। ହଁ ଦୀର୍ଘ 37 ବର୍ଷ ପରର ଆଚ୍ଛା, କଥା ବି ମନେ ପଡିବ। 37 ଇୟର ପରେ ଆଜି ଆପଣ ଅନୁଭବ ଆଜି କଲେ ଯେ ଆଜି ମନ ବାପାଙ୍କର ଅଛି ବାସ୍ blessing, ହଁ ବାସ୍। ଭେରି ଗୁଡ୍। ଥ୍ୟାଙ୍କ ୟୁ ଭେରି ମଚ୍। ଚାଲନ୍ତୁ ଏନ୍ଜୟ କରନ୍ତୁ, ଏଥର ଆପଣଙ୍କ ଜୀବନର ରାସ୍ତା ଖୋଲିଗଲା। ହଁ ମୁଁ ଜାଣିଛି ଆଗକୁ ଆପଣ ବହୁତ ଗ୍ରୋଥ କରିବେ। ମତେ ମନେ ପକେଇବେନି ମୁଁ ବି ଜାଣିଛି, କିନ୍ତୁ କିଛି ଅସୁବିଧା ନାହିଁ, କିନ୍ତୁ ଗ୍ରୋଥ କରନ୍ତୁ ଯୋଉଥିପାଇଁ ଆପଣ ଆସିଛନ୍ତି। ହଁ ପ୍ରଫୁଲ୍ଲ କୁମାର ବେହେରା ଆସ। ଗୁରୁଜୀ ପ୍ରଣାମ। ହୁଁ ନମସ୍କାର। ନମସ୍କାର ସାର୍, କଣ କହିବି ମୁଁ ତ ସ୍ପିଚଲେସ୍ ବର୍ତ୍ତମାନ। ଆକ୍ଚୁଆଲି ଆମେ ଛୋଟ ଟାଇମରୁ ହୁଁ ବ୍ୟାଚଲର ଟାଇମରେ ହୁଁ ପ୍ରାୟ ମା ମାନଙ୍କୁ ଆମେ ବହୁତ କଥା କହିପାରିଥାଉ। ହୁଁ ବାପାକୁ ତ କହିପାରିନଥାଉ, ମାଆଙ୍କୁ ବହୁତ କଥା କହିଥାଉ। ହୁଁ କିନ୍ତୁ କେବେ କୋଉ ଦିନ ତାଙ୍କୁ ଆମେ ସରି ବୋଲି ତାକୁ କହିନୁ ନା ବା ଭୁଲ ମାଗିନୁ। ନା ଆଜି ଆପଣଙ୍କ ମାଧ୍ୟମରେ ପ୍ରଥମ ଥର ପାଇଁ ମୋ ଲାଇଫରେ ମୁଁ ଆଜି ମୋ ବାପା ମା କୁ ଭୁଲ ମାଗିଛି, ବା ଆମର ଯୋଉ ବିରୋଧୀ ହଉ କି ଆମ ସ୍ତ୍ରୀ ଭୁଲ ମାଗିଛି। ୟେସ୍। ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ବାସ୍। ଜେ.କେ. ପଣ୍ଡା ସାର୍ ଆସନ୍ତୁ। ସାର୍ ପ୍ରଣାମ। ନମସ୍କାର ସାର୍, କୁହନ୍ତୁ। ମୁଁ ତ ଭାବୁଥିଲି ମୁଁ ଆଜ୍ଞା ଜଣେ ଦୋଷୀ ପାପୀ ବୋଲି, ଦେଖିଲା ବେଳକୁ କହୁଛନ୍ତି ମୁଁ ଆଜି ଭାବିଲେ ଆଉ ଦୁନିଆରେ ଯେତିକି ବି ଲୋକ ଅଛନ୍ତି ସମସ୍ତେ ଦୋଷୀ, ସମସ୍ତେ ପାପୀ। ହଁ ହୁଁ ଅନୁଭବ କଲି, ହଁ ଭେରି ଅନୁଭବ ଗୁଡ୍ କଲି। ଭେରି ଗୁଡ୍। ଆଉ ବହୁତ ଆଜିର ଏପିସୋଡ ବହୁତ ବଢିଆ ଥିଲା, ଭଲ ଥିଲା, ଆଚ୍ଛା ଇମୋସନାଲ। ମୁଁ ତ ଭେରି ବେଳେ ବେଳେ ଇମୋସନାଲ ଥାଏ, ମୋର ଆଖିରୁ ଲୁହ ବି ବାହାରି ପଡେ। ଆଚ୍ଛା ଆଚ୍ଛା। କ୍ଷମା ପ୍ରାର୍ଥନା ବି କରି, ଯଦି ଭୁଲ କରିଦେଇ ଜାଣି ଜାଣି ମୁଁ କ୍ଷମା ମାଗିବି। ମୋର ଭୁଲ ରାଇଟ୍ ହେଇଛି ଭାଇ, ମୋର କ୍ଷମା କର। ରାଇଟ୍ ରାଇଟ୍। ସମସ୍ତଙ୍କୁ କେବେ ବଢିବାକୁ ଚାହେଁନି। ରାଇଟ୍। ବହୁତ ଭଲ ଲାଗିଲା। ଚାଲନ୍ତୁ, ଆପଣଙ୍କ ମୋର ମୋ ସ୍ତ୍ରୀ ବି ବାର୍ତ୍ତା ସାର୍, ଶୁଣିଲେ ମତେ ବି ଭଲ ଲାଗେ। ଏତେ ବର୍ଷର ମୋର ସ୍ତ୍ରୀ ମାନେ ହେଲା ପରେ ବି ଆପଣ ଜୀବନର ଏକ୍ସପିରିଏନ୍ସ କଣ ନେଇନଥିଲେ, ଗୋଟେ ହଁ ସୁଯୋଗ ମିଳିଲା ଆପଣ ନେଇପାରିଲେ। କଣ ଅଛି? ମୋ ସ୍ତ୍ରୀଙ୍କର ଭୂମିକା ବହୁତ ଅଧିକ ପୁଅ ଝିଅ ମାନଙ୍କ ପ୍ରତି। ସେ ହିଁ ଆଚ୍ଛା। ତାଙ୍କର ଫ୍ୟୁଚର ଗଢୁଛି। ହଁ, ହୁଁ 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 ମୁଁ ତ ଘର ବିଷୟରେ କିଛି ଜାଣିନି, ସିଏ ଏକା ହୁଁ। ସବୁ କରନ୍ତି। ଆଚ୍ଛା ଆଚ୍ଛା। ମୁଁ ସେତେ ଧ୍ୟାନ ଦିଏନି, ମୁଁ କହେ ପିଲାମାନେ ଭଲ ହେଲେ ତମେ ହୁଁ ହୁଁ ତମ ହୁଁ। ଦ୍ୱାରା, ତମ ଦ୍ୱାରା ଖରାପ ହେଲେ ତମ ଦ୍ୱାରା। ହଉ ହଉ ଠିକ ଅଛି ସାର୍, ଠିକ ଅଛି, ଏନ୍ଜୟ କରନ୍ତୁ। ଗଣେଶ ପ୍ରସାଦ ସାହୁ, କାଇଁ ହ୍ୟାଣ୍ଡ ରାଇଜ କରୁନ ତମେ? ଭଏସ ଆସୁନି ତମର, କିଛି ଭଏସ ଆସୁନି। ଓକେ, ଯିବା ନେକ୍ସଟ। କାଳନ୍ତି କୁଆଡେ ଗଲ? ତମେ ହ୍ୟାଣ୍ଡ ରାଇଜ କରୁନ, ମୁଁ କନେକ୍ଟ ହେଇପାରୁନି, କୋଉଠି ତମକୁ ମୁଁ ଖୋଜିବି କହିଲେ ଏତେ ଜଣଙ୍କ ଭିତରେ? କାଳନ୍ତି। କଣ? ଅଛ କଳ ପାଇଲି, ଆସ। ଗୁରୁଜୀ ମୁଁ କ୍ଲାସର ଶେଷ ଯାଏଁ ଅଛି। ଭଏସ ଆସୁନି କିଛି। ଗୁରୁଜୀ ମୁଁ କ୍ଲାସର ଶେଷ ଯାଏଁ ଅପେକ୍ଷା କରିଛି, ଶେଷରେ ଟିକେ କଥା ହେବାକୁ ଚାହୁଁଛି, ଏବେ ଟିକେ ସୁବିଧା ନାହିଁ। ହଉ ଠିକ ଅଛି। ଓକେ।
ଆଉ କିଏ ଅଛନ୍ତି? ପ୍ରିୟଦର୍ଶିନୀ ବିଶ୍ୱାଳ ଆସନ୍ତୁ। ଆପଣ କଣ ଗୋଟେ କମେଣ୍ଟ ଦେଇଥିଲେ ପଣ୍ଡା ମାନଙ୍କର ଦୁଃଖରେ, କଣ ଆପଣ ଏମିତି କଲେ, କଣ ହେଇଛି? ଅନମ୍ୟୁଟ କରନ୍ତୁ, ମ୍ୟୁଟ ହେଇଗଲେ ଅନମ୍ୟୁଟ କରନ୍ତୁ। ପ୍ରଣାମ ସାର୍ ନମସ୍କାର, କୁହନ୍ତୁ। ସାର୍। କଷ୍ଟ ହେଲା କଣ କି ଏବେ 6 ମାସ ତଳେ ମୋ ମା ଚାଲି ଯାଇଛି ତ, ଆଚ୍ଛା ବହୁତ ଆଚ୍ଛା ଆଚ୍ଛା। ଲାଗିଲା। ଆଉ ତାପରେ ଏମିତି ମୁଁ ଯାହାବି କରେ ଭୁଲ ଭାଲ କରେ, କ୍ଷମା ବି ମାଗିଦିଏ ମୋ ମାକୁ। ବାପାଙ୍କୁ କେବେ ମାଗିନଥିଲି, ଟିକେ ଟିକେ କହିଦିଏ ମୁଁ ମୁହେଁ ବୋଲି ମୋ ବାପା ବେଳେ ବେଳେ ମନ ଦୁଃଖ କରନ୍ତି। ମୁହେଁ ମୁହେଁ କହିଦଉଛି, ଟିକେ ଇମୋସନାଲ ଗଲେ ବାପା ମା 2 ଜଣ ଯାକ। ଆଚ୍ଛା। ଯାହା ଆଉ ଭଲ ହେଲା। ଆଉ ଗୋଟେ କଥା ବି ସାର୍, ମୋ ବିଶେଷ ଗୋଟେ ଭାରି ବଢିଆ ମଣିଷ, କିନ୍ତୁ ମୋର ମେଲ ଇଗୋ ପ୍ରବଳ। ତେଣୁ ସେ ଭାରି କେୟାର ନିଏ, ବହୁତ ଇଏ, କିନ୍ତୁ ଟିକେ ଟିକେ କଥାରେ ମୁଁ ତାକୁ ଚିଡିଯାଏ, ଭାରି ଆଚ୍ଛା ଚିଡିଯାଏ। କିନ୍ତୁ ଆଜି ଆଚ୍ଛା ଫିଲ୍ କଲି ନାଇଁ ସେ ବହୁତ କରୁଛି। ତାପରେ ମୁଁ ତା ସହିତ ଯୁକ୍ତି କରେ, ବହୁତ ରାଗେ, କିନ୍ତୁ କେବେ ବି ଦିନେ ତାର ଗୋଟେ ଭୁଲ ମୁଁ ପରେ ଫିଲ୍ କରେ ଯେ ଭୁଲ କିଛି କରିନି। ସେ ସବୁବେଳେ ଠିକରେ ଥାଏ, ମିଛରେ ତାକୁ ଗୋଟେ ରାଗେ। ଯାହା କଷ୍ଟ। ହଉ ଏ ଗୋଟେ ପ୍ରକ୍ରିୟାରେ ଆପଣ ମିସେସ୍ ତ ଖୁସି ହେଇଛି, ଯାହା ହଉ ମୋ ହଜବେଣ୍ଡ ଆଉ ମତେ ଗାଳି କରୁନାହାନ୍ତି। ବହୁତ କଷ୍ଟ ଆଜ୍ଞା, ସେ ଗୋଟେ ବହୁତ, ତାର ବହୁତ ମୋ ଲାଇଫରେ ଯୋଗଦାନ, କିନ୍ତୁ ମୁଁ ଭାରି ତା ପ୍ରତି ବହୁତ ଅନ୍ୟାୟ କରି ଆସିଛି। ଆଉ କରିବି। ଚାଲନ୍ତୁ ଚାଲନ୍ତୁ ଆଉ ମୋ ବହୁତ ବାପାଙ୍କ ଭଲ ପାଇବା ଆଶୀର୍ବାଦ ଶୁଣନ୍ତି, ମୁଁ ବି ତାଠୁ ବଡ ହବନି। ତ ଯାହା ହଉ ବହୁତ ଧନ୍ୟବାଦ, ନୂଆ ଜୀବନ ଆପଣ ଦେଲେ। ଦେଖାଯାଉ ପୁନର୍ଜନ୍ମକୁ ନେଇକିରି ଆଗକୁ ଯିବା, ଆପଣଙ୍କ ଆଶୀର୍ବାଦ ରହିବ ସବୁବେଳେ। ଭେରି ଗୁଡ୍ ଭେରି ଗୁଡ୍। ଯାହା ବି ହେଇଛି, ଯାହା ବି ଘଟିଛି, ଆପଣଙ୍କର ଅନ୍ତରାତ୍ମା ଆଜି କରେଇଛନ୍ତି, ମୁଁ କିଛି କରିନି, ମୁଁ ହେଲି ମାଧ୍ୟମ ବାସ୍। ହଁ, ଅଜିତ କୁମାର ଦାସ ଆସନ୍ତୁ। କରନ୍ତୁ, ଅନମ୍ୟୁଟ କରନ୍ତୁ। ଗୁରୁଜୀ କୁହନ୍ତୁ। ପ୍ରଣାମ। ନମସ୍କାର, କୁହନ୍ତୁ। ନମସ୍କାର। 2-3 ଦିନ ତଳେ ଗୋଟେ ମେସେଜ ଥରେ ଆସିଲା ସକାଳେ, ଯେ ଆପଣଙ୍କ ସହିତ କୋଚ କଥା ହବାକୁ ଚାହୁଁଛନ୍ତି, ଇଂଲିଶ ରେ ଆସିଲା। ଆଚ୍ଛା। ଆପଣ ଏବେ କଥା ହେବେ ନା ଲେଟରରେ କଥା ହେବେ? ମୁଁ ସେଇଟା ମେସେଜ ଟା ଟିକେ ସମୟ ଧରିକି ପଢିଲି, ତାପରେ ଭାବିଲି ସମସ୍ତେ ବହୁତ କଥା ହଉଛନ୍ତି, ମୁଁ ବି ତ ମୋର ସାଇଲେଣ୍ଟଲି ଦେଖୁଛି, ଶୁଣୁଛି, ବୁଝୁଛି, ଯେତିକି ଯାହା କରିବା କଥା କରୁଛି। ବହୁତ ପ୍ରକାର ଡିଫରେଣ୍ଟ ଥିଙ୍ଗ ଭିତରେ ଇଏ ବି ଗୋଟେ ପ୍ରକାର ଜିନିଷ, ତେଣୁ ମୁଁ ଆଉ ତାକୁ କିଛି ରିଏକ୍ସନ ଦେଲି। ଆଜି ବି ପ୍ରଥମରୁ କାଲି 2 ଦିନ ହେଲା ବି ଆପଣ କହୁଛନ୍ତି, ଆଜି ଏମିତି ପ୍ରକାର ଗୋଟେ ସେସନ ହବ ଯୋଉଥିରେ ଆପଣ ମାନେ କାନ୍ଦିବେ କାନ୍ଦିବେ। ମନ ଭିତରେ ପ୍ରତ୍ୟେକଟା ଜିନିଷକୁ ଅବିଶ୍ୱାସ ଯେତେ ନ ଆସୁ, କିନ୍ତୁ ବିଶ୍ୱାସ ବି ରହୁଛି। କଣ କହୁଛନ୍ତି କାନ୍ଦିବେ କାନ୍ଦିବେ, କଣ କଥା, କଣ ଏମିତି କଥା ଭିତରେ ଆସିବ କାନ୍ଦିବାଟା, ଏଫାର୍ମେସନ ଆସିବ, ଦେଖିବା କଣ, ଏମିତି ଭାବୁଥିଲି। କିନ୍ତୁ ସେ ତ ଆରମ୍ଭ ହେଲା, ସେ ମ୍ୟୁଜିକ ଏବଂ ଆପଣଙ୍କର କଥା, ତା ଭିତରେ ଅଟୋମେଟିକ କାନ୍ଦ ଆସିଲା, ତା ଭିତରେ ନିଜର ଗୋଟେ ଆସିଲା ଯେ ରିପେଣ୍ଟାନ୍ସ ଆସିଲା। ହଁ, ପ୍ରକୃତରେ ଆମେ ମାନେ ଅନେକଙ୍କ ପ୍ରତି ଅବହେଳା ଅବିଚାର କରୁଛେ। ଆମେ ସବୁବେଳେ ଭାବୁଛେ ଆମର ଯୋଉ ସେଇ ଯେ ଆମେ ସବୁ ଠିକ, ଆଉ ସମସ୍ତେ ଭୁଲ, ଏଇ ଚିନ୍ତାଧାରାଟା ହିଁ ଭୁଲ। ମନକୁ ଆସିଲା, ଦୁଃଖ ଆସିଲା, ଆଖିରୁ ବି ଲୁହ ବହିଲା। ତାପରେ ବି ମୁଁ ଧୀରିକି ରହିଥାଏ, ଦେଖିବା। ଆଜି ସେମିତି ମତେ ମେସେଜ ଆସିଛି କି କୋଚଙ୍କ ପାଖରୁ, ଗୁରୁଜୀ ଆଜି ନିଜେ ନିଜେ ଡାକୁଛନ୍ତି କି ଦେଖିବା। ବହୁତ ସମୟ ଧରିକି ଅପେକ୍ଷା କଲି, ସମସ୍ତେ କହୁଛନ୍ତି, ତାପରେ ମୁଁ ବି କହିଲି ନା, ମୁଁ ଗୋଟେ ବି ହ୍ୟାଣ୍ଡରେଜ କରେନି, ଦେଖିବା। ବିନା ହ୍ୟାଣ୍ଡରେଜରେ କାହିଁକି ଡାକିବେ? ଭଗବାନଙ୍କ ପାଖରେ କହନ୍ତି, ଯାଇକି ନିଜେ ନ କହିଲେ, ପୁଅ ଯଦି ନିଜେ ନ କାନ୍ଦିବ ମା କ୍ଷୀର ଦବନି। ତେଣୁ ମୁଁ ବି ପରେ କହିବି ଗୁରୁଙ୍କୁ। ତେଣୁ ମୁଁ ସବୁ ସାଇଲେଣ୍ଟଲି ଦେଖୁଛି, ଅନେକ ପ୍ରକାର ଜିନିଷ ଭିତରେ ଏବେ ମର୍ମା ଉପରେ ଚାଲିଛି ଆମର କ୍ଲାସ ଚାଲିଛି ସୌରଭ ବତ୍ରାଙ୍କର, ଆଉ ଆପଣଙ୍କର ଏଟା ବି ଚାଲିଛି। ଏକା ବେଳେ ଅନେକ ଗୁଡେ କୋର୍ସ ହେଲା ବେଳକୁ ସେ ଯୋଗ ହାବିଲିଟି ଯୋଗ ତାଙ୍କର, ଆଉ ଇଏ ସବୁ ଗୁଡା ଭିତରେ ବି ଟାଇମ ଦେଇ ହଉନି। ଆଉ ଧୀରେ ଧୀରେ ନିଜକୁ ଯେ ଆମେ ଦୁର୍ବଳ ଫିଲ୍ କରୁଥିଲେ, ଏବେ ମୁଁ ୟଙ୍ଗ ଏନର୍ଜେଟିକ ଫିଲ୍ କରୁଛି। ମୁଁ କହୁଛି କାହିଁକି ସାର୍ ଯଦି କହିଛନ୍ତି ନୋଟ କରିବା ପାଇଁ, କାହିଁକି ନ କରିହବ? ସାର୍ ଯାହା ଯାହା ପୁଣି ପରେ ତ ଦେଇ ଦଉଛନ୍ତି ଡାଉନଲୋଡ କରିକି, ଆମେ କାହିଁକି ତାକୁ ଗ୍ରହଣ ନ କରିବା? ସମସ୍ତଙ୍କ ପାଇଁ ବି ଡିପେଣ୍ଡ କରିଛି। ଆପଣଙ୍କ ପ୍ରତି ବି ମୋର ସବୁଦିନ ପାଇଁ ଏମିତି ଗୋଟେ ସମ୍ମାନ ରହିଥାଉ, କାହିଁକିନା ଆପଣ ଜଣେ ଗୁରୁ, ଆଉ ଗୁରୁ ତ ବ୍ରହ୍ମା ବିଷ୍ଣୁ ମହେଶ୍ଵର, ଗୁରୁ ହିଁ ସମସ୍ତ।
ଏଇ କଥା ମୁଁ କହିକି ଆପଣଙ୍କ ପାଖରେ थैंक यू वेरी गुड वेरी गुड वेरी गुड बहुत सुंदर ଆପଣଙ୍କର ବାର୍ତ୍ତା ଶୁଣିଲେ ମୁଁ ଭଗବାନଙ୍କ କଥା ମନେ ପଡୁଛି କାହିଁକି ନା ମତେ ଲାଗୁଛି ୟେସ୍ ମୁଁ ଠିକ ରାସ୍ତାରେ ଅଛି ଭଗବାନ ସେଥିପାଇଁ ମତେ ଆଗକୁ ଆଗକୁ ନଉଛନ୍ତି ଓକେ ଚାଲନ୍ତୁ ଇଏ ଗୋଟେ ଗୋଟେ ଲାଇଫର ବହୁତ ବଡ ବଡ ପରିବର୍ତ୍ତନ କିଛି ନାହିଁ ପରିବର୍ତ୍ତନ ନେଇକି ଯିବା କଣ ଅଛି ଅଜିତ ସାର୍ ଆପଣ ଲେଟରେ ଆସିଛନ୍ତି ଅଜିତ ହଁ ସାର୍ ନମସ୍କାର ସାର୍ हाँ सर अजय मोर टिके लेट ହେଇଗଲା କାହିଁକି ଲେଟ୍ ହେଲା ମୁଁ ମୋର ଇଏ ସବୁ କରିଥିଲି ବଟ୍ ଲେଟ୍ ତ ହେଇଗଲା ସେଥିପାଇଁ ମୁଁ ଆକ୍ଚୁଆଲି ବହୁତ ଦୁଃଖିତ ଆଉ ମୁଁ ଗୋଟେ ପ୍ରୋସେସରେ ଇନଭଲ୍ଭ ହେଇପାରିଲିନି ଆଜି ଯୋଉ ପ୍ରୋସେସଟା ବହୁତ ଇମ୍ପୋର୍ଟାଣ୍ଟ ଥିଲା କାହିଁକି ମୁଁ ଆଜି ଯୋଉ ସାଥୀ ମାନେ ସମସ୍ତେ ଯାହା ସେୟାର କଲେ ମୁଁ ନିଜକୁ ବହୁତ ମାନେ ଆପଣଙ୍କର ଇଣ୍ଟରନେଟ ଡାଉନ ଅଛି ସାର୍ ଭଏସ ଆସୁନି ତେଣୁକରି ଆପଣ ଦୁଃଖିତ ହୁଅନ୍ତୁନି ନେକ୍ସଟ ବ୍ୟାଚ୍ ଯେବେ ହଉଛି ମୁଁ ଆପଣଙ୍କୁ ବସେଇବି ଏଇ ଏକ୍ସପିରିଏନ୍ସ ନେବା ପାଇଁ ଆପଣଙ୍କର ଇଣ୍ଟରନେଟ ଟିକେ ସ୍ଲୋ ଅଛି ଯାହାଦ୍ୱାରା ମୁଁ କନେକ୍ଟ ହେଇପାରୁନି ଆପଣଙ୍କ ଭଏସ ଆସୁନି ଠିକରେ ପ୍ରପର ୱେରେ ହଁ ଦୁଃଖ ହେବା ଦରକାର ନାହିଁ ମୁଁ କରେଇବି ଆପଣଙ୍କୁ ବେଶ ଏକ୍ସପିରିଏନ୍ସ ଦେବି ସନ୍ତୋଷ କୁମାର ମହାନ୍ତି ଆସନ୍ତୁ ସାର୍ ନମସ୍କାର ସାର୍ ନମସ୍କାର କୁହନ୍ତୁ ଭଲ ଲାଗିଲା ସାର୍ ଏ ଗୋଟେ ଫାର୍ଷ୍ଟ ଟାଇମ୍ ଜୀବନରେ କରିଥିଲି ଆଉ ପ୍ରଥମ ଥର ସାର୍ ଆଗରୁ କେବେ କରିନଥିଲି ସାର୍ ଜାଣିନଥିଲି ନା କରିନଥିଲି ଜୀବନରେ ସବୁବେଳେ ନୂଆ ନୂଆ ଜିନିଷ ଆମକୁ ମିଳିବ ଯଦି ରିପିଟେସନ ମିଳୁଛି ତାହେଲେ ଆପଣ ଗ୍ରୋଥ କରୁନାହାନ୍ତି ଜୀବନରେ ଯଦି ନୂଆ ଜିନିଷ ମିଳୁଛି ଜୀବନରେ ତାହେଲେ ଭାବି ନିଅନ୍ତୁ ଜୀବନରେ ଆପଣଙ୍କର ଗୋଟେ ଗୋଟେ ଷ୍ଟେପ ଆଗକୁ ଯାଉଛି ଚାଲନ୍ତୁ ଏନ୍ଜୟ ଦୀପକ କୁମାର ବିଶ୍ୱାଳ ଆସନ୍ତୁ କ୍ଲାସ ମିସ୍ କରନ୍ତୁନି ଆଜି ଗୋଟେ ଅପରଚୁନିଟି ବି ଦେବି ଆପଣମାନଙ୍କୁ ନହେଲେ ଆଉ କହିବେନି ଯେ ସାର୍ ଆମକୁ ବି ଦିଅନ୍ତୁ ସେ ଅପରଚୁନିଟି କ୍ଲାସ ଆଜି ସଣ୍ଡେ ସେଥିପାଇଁ ରଖା ହଉଛି ଯଦି ଚାଲି ଯାଉଛନ୍ତି ଅପରଚୁନିଟି ଯିବ ହାତ ଜଗଦୀଶ ଆସ ଟ୍ରେନରେ ଅଛ ଭଏସ ଆସୁନି ଦୀପକ ସାର୍ କୁହନ୍ତୁ ଭଏସ ଆସୁନି ସାର୍ ଆପଣଙ୍କର ଇୟରଫୋନ ବାହାର କରିଦେଲେ ଭଏସ ଆସୁନି କିଛି ବି ହର୍ଷବର୍ଦ୍ଧନ ହ୍ୟାଣ୍ଡ ରାଇଜ କର ନହେଲେ ମୁଁ କନେକ୍ଟ ହେଇପାରିବିନି କୁହନ୍ତୁ ସାର୍ ହ୍ୟାଲୋ କୁହନ୍ତୁ ଶୁଭାଗଲା ଆଜି ଗୋଟେ ଏତେ ସୁନ୍ଦର ସୁଯୋଗଟେ ମିଳିଲା ଯୋଉ ସୁଯୋଗଟାରେ ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି ଯେ ଆପଣ ଆଜି ଗୋଟେ ଏଭଳିଆ ସେସନ କଲେ ଯୋଉ ସେସନରେ ଆଇ ଫିଲ୍ ମାଇ ପ୍ୟାରେଣ୍ଟସ୍ affection love and duties towards me as my wife's loves and affections towards me sir ସବୁବେଳେ ମୁଁ ବି thankful to my parents and thankful to my wife because ସେମାନେ ମୋ ଜୀବନରେ ଆସିଲା ପରେ ମୋର ବହୁତ ଚେଞ୍ଜେସ୍ ଆସିଥିଲା ମୋ ତ ପ୍ୟାରେଣ୍ଟ ନାହାନ୍ତି पापा मामा दुई जन चाली जाइछन्ति और अभी मोर जो वाइफ मते जो वे देखाउछन्ति मते सेटा बहुत भलो लागु वेरी गुड सबले तो पेरेंट को पई बहुत बहुत अफसोस रह जाइछि जेमान पे कुछ करि पारनी बिकॉज़ ସେମାନେ ବହୁତ यंग एज रे चाली जाइछन्ति ओके तो I can control my emotions sir ठीक है sorry कंट्रोल योरसेल्फ sorry sir कंट्रोल करो कंट्रोल रिलैक्स
ରିଲାକ୍ସ ଠିକ ଅଛି। ଯାହା ବି ଆପଣ ଆଜି ପ୍ରକ୍ରିୟାରେ କଲେ ବହୁତ କିଛି ଆମକୁ ପାପ ଧୋଇଗଲା। ଆମେ କଲେ ଏମିତି ସମୟରେ କରିଛନ୍ତି ଯେତେବେଳେ ଭଗବାନ ଆମର ବାର୍ତ୍ତାକୁ ଶୁଣିବା ପାଇଁ ବସୁଛନ୍ତି। ବ୍ରହ୍ମ ମୁହୂର୍ତ୍ତରେ କଲେ ବହୁତ ସୁନ୍ଦର ସମୟ। ୱାର୍ଲଡର ସବୁଠୁ ଭଲ ସମୟ ମାନେ ସେଟା ହେଲା ବ୍ରହ୍ମ ମୁହୂର୍ତ୍ତ। ବାବୁଲାଲ ପାଢୀ ସାର୍ ଆସନ୍ତୁ। ସାର୍ ନମସ୍କାର। ନମସ୍କାର, କୁହନ୍ତୁ ସାର୍। ସାର୍ ଆପଣ ଏଇ ଦିନକୁ ଦିନ ୟଙ୍ଗ ହଉଛନ୍ତି। କୁହନ୍ତୁ। ଆଜିର ତ ଏକ୍ସପିରିଏନ୍ସ ସମସ୍ତେ ଭଲ କହିବେ, ତଥାପି ମୁଁ ମୋର ଏତିକି ମେସେଜ ଦେବାକୁ ଚାହୁଁଛି। ଆଉ ପ୍ରକୃତ ଗୁରୁ ଯିଏ ଆତ୍ମ ସାକ୍ଷାତକାର କରିପାରେ ଆଉ ଆତ୍ମଜ୍ଞାନ ଯୋଉଠୁ ମିଳେ। ଆଉ ଆଗରୁ ମୁଁ ଏସବୁ ପ୍ରୋସେସ ଭିତରେ ଅଛି, ତଥାପି ବହୁତ ସୋଲ କୁ ଆଜି ଯୋଉ ମିଳିଛି ଯୋଉ ମେସେଜ ଟା ନିଜର ଆତ୍ମା ସହିତ ଯୋଡି ହେବାର ବା ଆତ୍ମାକୁ ଦେଖିବାର ଗୋଟେ ସୁଯୋଗ ମିଳିଛି ବା ଏକ୍ସକ୍ୟୁଜ ମାଗିବାର, ଏସବୁ ଯୋଉ ପ୍ରକ୍ରିୟା ଟା ବହୁତ ଇମ୍ପ୍ରେସ କଲା। ଆଉ ଏ ଅର୍ଗାନାଇଜେସନ ର ବି ଫ୍ୟୁଚର ବହୁତ ବ୍ରାଇଟ ସାର୍। ମୁଁ ଯାହା ମତେ ଇଣ୍ଟୁସନ ହଉଛି। ଥ୍ୟାଙ୍କ ୟୁ ସାର୍। ମୋ ଅର୍ଗାନାଇଜେସନ ସହିତ ଜଣେ ବ୍ୟକ୍ତି ଅଛନ୍ତି, ସେ ହେଲେ ଭଗବାନ, ସେ ହେଲେ ଏଞ୍ଜେଲସ। ତେଣୁ ମାନେ ଗୋଟେ ଇଏ ଇଣ୍ଟୁସନ ଟେ ଆସୁଛି ଯେ ଗୋଟେ ଏକଦମ ଗୋଟେ ବ୍ରାଇଟ ଆଉ ଇଏ ମୋର ଫିଲିଙ୍ଗ ଗୋଟେ କ୍ରିଏଟ ହଉଛି ଯେ ଯାହା ହଉ ଗୋଟେ ଭଲ ସଂସ୍ଥା ସହିତ ମୁଁ ଯୋଡି ହେଇଛି, ଆଉ ଗୋଟେ ସମୟର ସଂଯୋଗ ଏଇଟା ଏଇଠି ମତେ ବି ଟାଣିଛନ୍ତି। ମୁଁ ଅନ୍ୟ ଗୁରୁଙ୍କ ସହିତ ଯୋଡି ହେଇକିରି ଅଛି, ତଥାପି ଗୋଟେ ମୋର ଯୋଉଟା ଇଏ ଭିତରେ ଗୋଟେ ମେଡିଟେସନ ଭିତରେ ମୋର ଯୋଉ ମାନିଫେଷ୍ଟେସନ ହଉ ବା ଯାହା କିଛି ମୋର ଗୋଟେ ଥିଲା, ସେଥିରେ ଆପଣଙ୍କ ସହିତ ଯୋଡିବା ପାଇଁ ଗୋଟେ ସେକେଣ୍ଡ ର ଗୋଟେ ଇଏଟେ ମୋମେଣ୍ଟ ଭିତରେ ମୁଁ ଆପଣଙ୍କ ସହିତ ଯୋଡି ହେଇଗଲି। ମାନେ ମୁଁ ଫେସବୁକ୍ ଖୋଲିଲି ଆଉ ଇମିଡିଏଟ ଜଏନ କରିଗଲି। ସେଦିନ ମନେ ପକଉଛି ଏଇଟା ପଛର ରିଜନ ଟାକୁ ମେଡିଟେସନରେ ମୁଁ ବହୁତ ଥର ଭାବୁଛି। ଆଉ ଆଜି ପୁଣି ଆଉ ଥରେ ଆଜି ଗୋଟେ ଆତ୍ମ ସାକ୍ଷାତକାର ଗୋଟେ ହେଇଗଲା, ଭଲ ଲାଗିଲା। ସେମାନଙ୍କ ସହିତ ଗ୍ରାଟିଟ୍ୟୁଡ ଇଏ ପ୍ରୋସେସ ଭିତରେ ମୁଁ ଅଛି ବି। ମଝିରେ ମଝିରେ ପ୍ରତି ସପ୍ତାହରେ କି ଇଏରେ ଯୋଡି ହଉଛି ମୁଁ। ଏଇ ପ୍ଲସ୍ ୟୁଟ୍ୟୁବ ଦେଖିକିରି ହବନ ପବନ ଯୋଉ ତାର ପ୍ରୋସେସ ଟା ଅଛି, ମାନେ କହିବାଟା ୟୁନିଭର୍ସ ସହିତ ଯୋଡି ହେବା, ବାପା ମାଙ୍କୁ ନିଜର ଫ୍ୟାମିଲି ଫ୍ରେଣ୍ଡ ଯେତେ ଜଣଙ୍କୁ ପ୍ରତିଦିନ କଣ୍ଟାକ୍ଟ ଆସୁଛି, ସେ ସବୁ ପ୍ରୋସେସ ରାତିରେ କରିବାକୁ ପଡୁଛି, କରିକି ତାପରେ ଶୋଇବାକୁ ପଡୁଛି। ସେଥିରେ ଗୋଟେ ନୂତନତ୍ଵ ଆସୁଛି, କଣ ଗୋଟେ ଭଲ ଭାଇବସ୍ ଟେ ଗୋଟେ କ୍ରିଏଟ ହଉଛି। ମାନେ ଯିଏ ବି ଆପଣଙ୍କର ଗୋଟେ ଶତ୍ରୁତା ମନୋଭାବ ପୋଷଣ କରିବା ପାଇଁ ଥିବ, ଆପଣ ଦେଖିବେ ଯେ ସେ ଲୋକ ବି ଭଲ ପଜିଟିଭ ମୁଡ ରେ ଆପଣଙ୍କ ସହିତ ଆସୁଛି। ଗୋଟେ ଜିନିଷ ହଉଛି କଣ, ଏସବୁ ପ୍ରୋସେସ ଗୁଡାକ ସବୁ ଫଲୋ କଲା ବେଳକୁ କିନ୍ତୁ ସୋସାଇଟିରୁ ଡିଟାଚ ହେବାକୁ ପଡୁଛି ସାର୍। ଡିଟାଚମେଣ୍ଟ ବହୁତ ଡିଟାଚମେଣ୍ଟ ହେଇଯାଉଛି। ସବୁଟା ପ୍ରୋସେସ ଗୁଡା ମେଣ୍ଟେନ କରିକିରି ଗୋଟେ ଟ୍ରାକ୍ ଭିତରେ ରହିବାକୁ ହେଲେ ସେଇ ଯୋଉ ସୋସିଆଲ ଆଟାଚମେଣ୍ଟ ଟା ରହୁନି, କମି ଆସୁଛି ଟିକେ। ବହୁତ ଭଲ ସାର୍, ବହୁତ ଭଲ ଲାଗିଲା ସେସନ୍ସ ବି। ଆଉ ବହୁତ ଗୁଡିଏ ସୋଲ ଯୋଉଟା କି ଗୋଟେ ନିଜେ ଗୋଟେ ନିଜର ଆତ୍ମ ସାକ୍ଷାତକାର ହେଲା, ଆଉ ସମସ୍ତେ ଗୋଟେ ଖୁସି ମୁମେଣ୍ଟ ଭିତରେ ଯୋଉ ଗୋଟେ ରହିଲେ ଗୋଟେ ଇଏ, ଭଲ ଲାଗୁଛି ସାର୍, ବହୁତ ବଢିଆ। ଏତିକି ମୋର ଇଏ ମେସେଜ ଯେ ସମସ୍ତେ ଏଇ ପ୍ରୋସେସ ଭିତରେ ରୁହନ୍ତୁ, ଆଉ ଚାଲନ୍ତୁ ସମସ୍ତଙ୍କ ଲାଇଫ ଠିକରେ ଚାଲୁ। ଆମେ ତ ସେତିକି ହିଁ କରିପାରିବା, ବାକି ଇଚ୍ଛା ଆପଣଙ୍କର। ଅନ୍ୟ ମାନେ ଆମେ କେବଳ ଏ ପ୍ରୋସେସରେ ମୋର କହିବା କଥା, ମୁଁ ଖାଲି ମୋର ହେଲ୍ପ କରିପାରିବି ଯଦି ଆପଣ ହାତ ଧରିବେ। ନାଇଁ ସାର୍, ଯୋଉମାନେ ବି ଯୋଡି ହେଇଛନ୍ତି ସାର୍, ସେମାନେ ତ ଆଜିର ଯୋଉ ଅନୁଭୂତିରୁ ସେମାନେ ତାଙ୍କର ଲାଇଫ ଟାକୁ ଆଟଲିଷ୍ଟ ଗୋଟେ ଟ୍ରାକରେ ନ ରହିଲେ ମଧ୍ୟ ଆଜି ଗୋଟେ ଯୋଉ ଫିଲିଙ୍ଗ ଟା ଗୋଟେ କ୍ରିଏଟ ହେଇଛି, ଏଇଟା କଣ୍ଟିନ୍ୟୁ ରହିବ। ଦେଖନ୍ତୁ ଯଦି ରହିଲେ ମୁଁ ତ ଭାରି ଖୁସି ହେବି। ଓକେ, ଧନ୍ୟବାଦ। ଥ୍ୟାଙ୍କ ୟୁ। ଓକେ।